ତିନି ସେନାକୁ ମିଳିଗଲା ଗ୍ରୀन ସିଗ୍ନାଲ। ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଡ଼ ଘୋଷଣା କରାଯାଇଛି। ତିନି ସେନାକୁ ମିଳିଯାଇଛି ପୂର୍ଣ୍ଣ କ୍ଷମତା। ସ୍ଥଳ ସେନା, ବାୟୁସେନା ଏବଂ ନୌସେନାକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି ମୋଦି। ଖୁବ୍ ଶୀଘ୍ର ପାକିସ୍ତାନ ଉପରେ ବଡ଼ ଧରଣର କିଛି ଆକ୍ସନ ନିଆଯିବ। ଭାରତର ତିନି ସେନା ପ୍ରସ୍ତୁତ ଥିବା ବେଳେ ଏବେ ଗ୍ରୀନ୍ ସିଗ୍ନାଲ ମିଳିଯାଇଛି। ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୋଦି କହିଛନ୍ତି, ତିନି ସେନା ମୁଖ୍ୟଙ୍କୁ କାର୍ଯ୍ୟାନୁଷ୍ଠାନର ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଆତଙ୍କବାଦକୁ ମୂଳପୋଛ କରାଯିବ। ସମୟ ଓ ଟାର୍ଗେଟ ସ୍ଥିର କରିବ ସେନା। କିଛି ତ ଗୋଟେ ବଡ଼ ହେବ। ଆଜି ନହେଲେ କାଲି ହେବ। ପହଲଗାମର ପ୍ରତିଶୋଧ ନିଆଯିବ। ଆତଙ୍କୀଙ୍କ ଆକା ପାକିସ୍ତାନ ଆଗୁଆ ଭୟ କରିଥିବା ବେଳେ ଅଧିକ ଡରାଇଲାଣି ଦିଲ୍ଲୀର ଆକ୍ସନ ପ୍ଲାନ୍। ନୂଆଦିଲ୍ଲୀରେ ଘନ ଘନ ବୈଠକ। ମୋଦିଙ୍କ ବାସଭବନରେ କିଛି ସମୟ ପୂର୍ବରୁ ବସିଛି ଉଚ୍ଚସ୍ତରୀୟ ବୈଠକ। ସେଥିରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଅନିଲ ଚୌହାନ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଏହାସହ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡିସନାଲ ଦିନେଶ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂ ସାମିଲ ହୋଇଥିଲେ। ଆଉ ମିଟିଂରେ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ପହଲଗାମ ଆକ୍ରମଣ ପରବର୍ତ୍ତୀ ସ୍ଥିତି ନେଇ ହୋଇଛି ବିସ୍ତୃତ ଆଲୋଚନା। ତେଣୁ ଜଳ ଦିଶୁଛି ଯେ ପାକିସ୍ତାନ ବିରୋଧରେ ବଳ କଷିଲାଣି ଭାରତ। ଶକ୍ତି, ସାମର୍ଥ୍ୟ ଆକଳନ ଏବଂ ସଞ୍ଚାଳନ ପରେ ହେବ ଅଲ୍ ଆଉଟ୍ ଆଟାକ୍। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।